କାଲି ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ଟଙ୍କା। ତ ଅପଡେଟ୍ କ'ଣ ଅଛି ଫ୍ରେଣ୍ଡସ୍ ଆସନ୍ତୁ ଆମେ ଜାଣିବା। ତ ହ୍ୟାଲୋ ଫ୍ରେଣ୍ଡସ୍, ମୋ ନାଁ ଫକର ବେହେରା, ଆପଣମାନେ ଦେଖୁଛନ୍ତି ଓଡ଼ିଆ ଶିକ୍ଷା ୟୁଟ୍ୟୁବ୍ ଚ୍ୟାନେଲ୍। ତ ଚାଲନ୍ତୁ ଫ୍ରେଣ୍ଡସ୍ ବେଶୀ ଦିନ ଭିଡ଼ିଓକୁ ଆମେ ଆରମ୍ଭ କରିଦେବା। କାଲି ଆସିବ ସୁଭଦ୍ରା ଯୋଜନା ଟଙ୍କା। ହଁ ଫ୍ରେଣ୍ଡସ୍, କାଲି ମିଳିବାକୁ ଯାଉଅଛି ସୁଭଦ୍ରା ଯୋଜନା ଟଙ୍କା। ଏପ୍ରିଲ 22 ତାରିଖ ଦିନ କାଲି ଆପଣମାନଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନା ଟଙ୍କା। ଯଦି ଆପଣମାନେ ପ୍ରଥମ କିସ୍ତି ବା 2 ନମ୍ବର କିସ୍ତି ଟଙ୍କାଟି ପାଇନାହାନ୍ତି, ବଞ୍ଚିତ ଥିଲେ, ତେବେ ଆପଣମାନଙ୍କୁ ସୁଭଦ୍ରା ଟଙ୍କାଟି ମିଳିବାକୁ ଯାଉଛି। ଯେଉଁମାନେ ବଞ୍ଚିତ ଥିଲେ ସେମାନଙ୍କୁ ଏପ୍ରିଲ 22 ଏବଂ 23 ତାରିଖ 2 ଦିନ ମଧ୍ୟରେ ଆପଣମାନଙ୍କୁ ସୁଭଦ୍ରା ଯୋଜନା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମୋଟ 1,60,000 ଲୋକଙ୍କୁ ଆସିନଥିଲା ସୁଭଦ୍ରା ଯୋଜନା ଟଙ୍କା। ସେହି କାରଣ ଯୋଗୁଁ ପୁଣି ଥରେ ଆପଣମାନଙ୍କୁ ଏହି 22 ଏବଂ 23 ତାରିଖ ଦିନ ଟଙ୍କା ଯୋଗାଇବେ ସରକାର। ଯଦି ଆପଣ ମଧ୍ୟ ଟଙ୍କା ପାଇନଥିଲେ, ତେବେ ଆପଣଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ପ୍ରଥମ କିସ୍ତି ବା 2 ନମ୍ବର କିସ୍ତି ଯେଉଁମାନେ ଟଙ୍କା ପାଇନଥିଲେ ସେହିମାନେ ପାଇବେ ଟଙ୍କା, ଏବଂ ଯେଉଁମାନେ ଆଗରୁ ଟଙ୍କା ପାଇଛନ୍ତି ସେମାନେ ପାଇବେ ନାହିଁ ଟଙ୍କା। କେତେକ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରୋବ୍ଲେମ୍ ଥିବା ଯୋଗୁଁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିଲା ଏବଂ ପୁଣି ଥରେ ସେମାନଙ୍କୁ ଟଙ୍କା ପ୍ରଦାନ କରିବେ ସରକାର। ଯେଉଁମାନେ ଆଗରୁ ଟଙ୍କା ପାଇଛନ୍ତି ସେମାନଙ୍କୁ ମିଳିବ ନାହିଁ, ଯେଉଁମାନେ ଟଙ୍କା ନ ପାଇଛନ୍ତି ସେମାନଙ୍କୁ ମିଳିବ। ତ ଦେଖନ୍ତୁ ଫ୍ରେଣ୍ଡସ୍, ଯଦି ଆପଣ ପ୍ରଥମ ବା ଦ୍ୱିତୀୟ କିସ୍ତିରେ ଟଙ୍କାଟି ପାଇନାହାନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର, ଆପଣମାନଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ଟଙ୍କା। ତ ଦେଖନ୍ତୁ, କେତେ ଜଣଙ୍କ ଆଧାର ବ୍ୟାଙ୍କ ସହିତ ଲିଙ୍କ ନାହିଁ ଏବଂ ମୋବାଇଲ ନମ୍ବର ଲିଙ୍କ ନଥିବା ଯୋଗୁଁ ତାଙ୍କ ଆକାଉଣ୍ଟକୁ ଆସିନଥିଲା ଟଙ୍କା, ଏବଂ କେତେ ଜଣଙ୍କ ଇନକମ୍ ପ୍ରଫିଟ୍ ବା ଇନକମ୍ ଟ୍ୟାକ୍ସ ପାଇଁ ମଧ୍ୟ ଆସିନଥିଲା ଟଙ୍କା। ସେଥିପାଇଁ ସମାଧାନ କରି ସରକାର ସେମାନଙ୍କୁ ଦେବାକୁ ଯାଉଛନ୍ତି ଟଙ୍କା। ମୋଟ 1,60,000 ଲୋକଙ୍କ ଆକାଉଣ୍ଟକୁ ଆସିବ କାଲି ସୁଭଦ୍ରା ଯୋଜନା ଟଙ୍କା। 5,000 ଲେଖାଏଁ ଆସିବ ଟଙ୍କା। ଯଦି ଆପଣ ମଧ୍ୟ ଟଙ୍କା ପାଇନଥିଲେ, ତେବେ ଆପଣଙ୍କୁ ମଧ୍ୟ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ଟଙ୍କା। ତ ଦେଖନ୍ତୁ, ଆପଣଙ୍କ ଆକାଉଣ୍ଟରେ ମୋବାଇଲ ନମ୍ବର ବା ଆଧାର ଲିଙ୍କ ଅଛି କି ନାହିଁ, ଆଜି ହିଁ ଯାଇ ଆପଣ ବ୍ୟାଙ୍କକୁ ଲିଙ୍କ କରିଦିଅନ୍ତୁ, କାରଣ କାଲି ଆସିବ ସୁଭଦ୍ରା ଯୋଜନା ଟଙ୍କା। ଏବଂ ଯଦି ଏହା ଲିଙ୍କ ନଥିବ, ତେବେ ଆପଣଙ୍କ ଆକାଉଣ୍ଟକୁ ଆସିବ ନାହିଁ ଟଙ୍କା। ତ ଏହାରୁ ବଞ୍ଚିତ ହୁଅନ୍ତୁ ନାହିଁ, କାଲି ହିଁ ଯାଇକି କରେଇ ଦିଅନ୍ତୁ ଏବଂ ସୁଭଦ୍ରା ଯୋଜନାର ଲାଭ ଉଠାନ୍ତୁ। ଯେଉଁମାନଙ୍କ ଆକାଉଣ୍ଟରେ ଲିଙ୍କ ନଥିବ ସେମାନଙ୍କ ଆକାଉଣ୍ଟକୁ ଆସିବ ନାହିଁ ଟଙ୍କା। ସେଥିପାଇଁ ଆଜି ହିଁ ଯାଇ ଆପଣଙ୍କ ନିକଟସ୍ଥ ବ୍ୟାଙ୍କକୁ ଯାଇ ଆଜି ହିଁ ଲିଙ୍କ କରିଦିଅନ୍ତୁ ଏବଂ ସୁଭଦ୍ରା ଯୋଜନାର ଟଙ୍କାର ଲାଭ ଉଠାନ୍ତୁ, ଏବଂ ଏହି ଟଙ୍କାକୁ ଆପଣ ଅନେକ ଜାଗାରେ ଖର୍ଚ୍ଚ କରିପାରିବେ। ତ ଏହା ଦ୍ୱାରା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡେଟ୍। ଯଦି ଅପଡେଟ୍ ଭଲ ଲାଗିଥାଏ, ତେବେ ଆମ ଓଡ଼ିଆ ଶିକ୍ଷାକୁ ସବସ୍କ୍ରାଇବ୍ କରିଦେବା ପାଖକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।